ଭାଗ 2। ତମେ ଆସିଅଛ ବୋଲି ଶୁଣିଲା ବେଳକୁ ଦିନ ବେଶ ହୋଇଯାଇଥିଲା। ଗାଈ ଗୋରୁ କେତେବେଳୁ ଫିଟି ସାରିଥିଲେ। ଅଧିକାଂଶ ପୁରୁଷ କାମକୁ ଯାଇସାରିଥିଲେ। ସ୍ତ୍ରୀ ଲୋକେ ପ୍ରସ୍ତୁତ ହେଉଥିଲେ ଗାଧୋଇ ଯିବାକୁ। କାହିଁକି କେଜାଣି କିନ୍ତୁ ଖୁବ୍ ଚୁପଚାପ ଥିଲେ ସବୁ ପୁରୁଷ ଲୋକ ଓ ସ୍ତ୍ରୀ ଲୋକମାନେ ଅଯଥା ଡେରି ଡେରି କରୁଥିଲେ। ସତେକି ସେମାନେ ତାଙ୍କ ଦେହ ଭିତରକୁ ବାଟ ହୁଡ଼ି ପଶି ଆସିଥିଲେ। ବାଟ ହୁଡ଼ିଗଲେ ବୋଲି ଯୁଝିବା ଉତ୍ତାରେ କିପରି ଚଳିବେ ବୋଲି ଧନ୍ଦି ହେଉଥିଲେ। ସତେକି ସେମାନେ ତମ ଆସିବା ଖବର ଶୁଣିବାର ବହୁ ଆଗୁ ଆପଣାର ଜ୍ଞାତସାରରେ ତମେ ଆସିଅଛ ବୋଲି ଜାଣିସାରିଥିଲେ। ସେଦିନ ସକାଳେ ସବୁ ନଈ ଆଉ ନଈକୂଳ ବାଲି, ଗଛପତ୍ର, ପାହାଡ଼, ଆକାଶ ଅଲଗା ଦିଶିଲେ। ସତେକି ସେମାନେ ଅବସ୍ଥିତ କେଉଁ ଏକ ଭବିଷ୍ୟତ କାଳେ, ଯେଉଁଠାରେ ଝୁଣ୍ଟି ଝୁଣ୍ଟି ଚାଲିବାର କ୍ଲେଶ ସରିଯାଏ, ଯେଉଁଠାରେ ବିଶ୍ରାମର ଆଉ ପୁନର୍ମିଳନର ଆଲୋକିତ ସୁଖ ରହିଥାଏ। ସେଦିନ ସକାଳେ ମୁଁ ନଈରେ ଗାଧୋଇବା ବେଳେ ପାଣିରେ ଦେଖିଲି ମୋର ଗୋଡ଼କୁ। ଲାଗିଲା ଏ ଗୋଡ଼ ତ ମୋର ନୁହେଁ, କିଛି ମୋର ନୁହେଁ। ଏ ଶରୀର ମୋର ନୁହେଁ। ମୋର ସବୁ ଆଶା ହତାଶାର ଇତିହାସ ମୋର ନୁହେଁ। ସ୍ୱାମୀ, ଘରଦ୍ୱାର, ପଲ ପଲ ଗାଈ ଗୋରୁ କିଛି ବୋଲି କିଛି ନୁହେଁ ମୋର। ଏ ବଞ୍ଚିବା ମୋର ନୁହେଁ। ଯେଉଁ ମୃତ୍ୟୁ ଦିନେ ଅବଶ୍ୟ ଆସିବ ସେ ମୃତ୍ୟୁ ବି ନୁହେଁ। ମୁଁ ସର୍ବଦା କାଙ୍ଗାଳୁଣୀ। ଅନ୍ତରିକ୍ଷ ଯାଏ ପ୍ରସାରିତ ମୋର 2 ସୀମାହୀନ ବାହୁଙ୍କ ଭିତରେ ମୁଁ ଉଦ୍ଗ୍ରୀବ ଶୂନ୍ୟସ୍ଥାନଟିଏ। ଖାଲି ଶୂନ୍ୟସ୍ଥାନଟିଏ ହୋଇ ରହିଯିବା କାହା କାହା କପାଳେ ତ ଥାଏ।